ଏବେ ଅଭ୍ୟାସ को ଯିବା। ଅଭ୍ୟାସ କ'ଣ କହୁଛି ଖାଲି ଘର ପୂରଣ କର। 3,00,000 ଏଇଟା ଦେଖ ଲକ୍ଷ୍ୟ କର 3,05,7,049 ତାକୁ କିପରି ପଢ଼ିବା 3, 5, 7, 0, 4, 9 3, 5, 7, 0, 4, 9 को କେମିତି ପଢ଼ିବା ତିନିଟା ପରେ କମା ଦେବା ତାପରେ ଦୁଇଟା ଛାଡ଼ି କମା ଦେବା 3,05,7,049 ଏକୁ ପଢ଼ିବା 3,57,000 ଏଇଟା ହଜାର ଘର 5ର 7 ଅଛି ଦେଖ 5ର 7 ଅଛି 57,049 3,57,049 ତାପରେ ଲେଖ 9,03,024 ସଂଖ୍ୟାର ନାମ ଲେଖିଛି 9,03,024 9,03,024 ଛଅଙ୍କ ବିଶିଷ୍ଟ ସଂଖ୍ୟା 9 ଜାଗାରେ ପକାଇଦେବ 9 ଲକ୍ଷ 9 ଅୟୁତ କିଛି ଦେଇନି 3,000 ମାନେ 3 ପକାଇଦେବ 7 କିଛି ଦେଇନି 24 ମାନେ 2ର 4 ତେଣୁ ଏଠି 0 0 9,03,024 ଏତିକି ହେଲା ତାକୁ ଯଦି ଆମେ ପଢ଼ିବା କେମିତି ତିନିଟା ପରେ 11 ପକାଇବା ନା କମା ଦେବା ତାପରେ ଦୁଇଟା ପରେ କମା ଦେବା 9,03,024 ପଢ଼ିବା ବି ସମାନ ଜିନିଷ ପଢ଼ିବା ତାପରେ ଲେଖା ହେଇଛି 7,04,325 7 ଲକ୍ଷ ମାନେ 6ଙ୍କ ବିଶିଷ୍ଟ ସଂଖ୍ୟା 3 4 5 6 7 ଲକ୍ଷ ମାନେ 7 ଲେଖିଦେଲ 4,000 ଅୟୁତ 0 4,000 325 2ର 5 25 ଏଇଭଳିଆ ତାକୁ ଲେଖିବ ଏଠି ତାହେଲେ ଏ ସଂଖ୍ୟାଟିର ନାମ କ'ଣ ହେବ 7,00,000 ଅୟୁତ 4,325 ଏଇଟା ହେଉଛି ସଂଖ୍ୟାଟିର ନାମ ତାପରେ ଦେଇଛି 8,0,0,8,0,3 এই ସଂଖ୍ୟାଟିରେ 1 10 100 1000 ଅୟୁତ ଲକ୍ଷ 8 ଲକ୍ଷ ଆଉ କିଛି ଅୟୁତ ଅଛି କି 8 ଲକ୍ଷ କିଛି ଅୟୁତ ନାହିଁ କି 1000 ନାହିଁ 8,08,03 ଲେଖିବ କେମିତି ନା କମା ଏଇଭଳିଆ ଦେଲେ 8,08,03 ଏଟା ସଂଖ୍ୟାଟିର ନାଁ ଯାହା ପଢ଼ିବ ବି ସେଇଆ 6,04, ଅୟୁତ 5,754 ଏଟା ଲେଖ 3 4 5 6 6 ଲକ୍ଷ ଏଠି 6 ଲେଖିଲ 4 ଅୟୁତ 4 ଅୟୁତ ଜାଗାରେ 4 ଲେଖିଦେଲ 5,005 ଏଠି ଲେଖିଦେଲ 707 ଲେଖିଦେଲ ଏଠି 54 5ର 4 54 ଲାଷ୍ଟକୁ ଲେଖିଦେଲ ଏଟା ହେଲା 6 4 5 7 5 4 ଏଟାକୁ ତୁମେ ପଢ଼ିବ କେମିତି ପଢ଼ିବ ତିନିଟା ସଂଖ୍ୟା ପରେ ଗୋଟେ କମା ଦେଇଦେବ ଏଇଟା 1000 ଘର ହେଇଗଲା ତାପରେ ଏଇଟା ଲକ୍ଷ ଘର ହେଇଗଲା ଏଇଟା ହେଲା 6 ଲକ୍ଷ 4 5 45,754 6 ଲକ୍ଷ 45,754 ଏଇଭଳିଆ ପଢ଼ିବ ଏବେ 2 ନମ୍ବର ପ୍ରଶ୍ନକୁ ଯିବା 2 ନମ୍ବର କ'ଣ କହୁଛି ସଂଖ୍ୟା ଗୁଡ଼ିକୁ କମା ଦେଇ ଲେଖ 50 ଏଇଠି ଲେଖିଦେଇছে ଗୋଟେ 50,341 ଆମେ ପଢ଼ିବା କେମିତି ଏଟାକୁ 50,341 ଏଠି ପଢ଼ିବା 50,341 ତାପରେ ଲେଖା ହେଇ ଦେଖ 93,456 9 3 4 5 6 ଏଟା କମା ଦେବ କମା ଦେଲେ କୋଉଠି ହେବ ଡାହାଣ ପଟରୁ ତିନିଟା ସଂଖ୍ୟା ଛାଡ଼ି ଗୋଟେ କମା ଦେଇଦେବ ତାହେଲେ ଏଟା ପଢ଼ିବ କେମିତି 93,90,4,456 ଏମିତି ପଢ଼ିବ 3 4 1 5 0 0 ଆମେ ତିନିଟା ସଂଖ୍ୟା ପରେ ଗୋଟେ କମା ଦେବା ତାପରେ ଦୁଇଟା ଛାଡ଼ି ଗୋଟେ କମା ଦେବା ତାହେଲେ ये केते हो जाउचे 1 10 100 1000 ଅୟୁତ ଲକ୍ଷ 3,41,500 ଏମିତି ପଢ଼ିବା ଏକୁ 3 ଲେଖିଲେ ବୋଧେ 3,41,500 ଏମିତି ଲେଖିବ 3,41,500 ଏବେ ୟା ପର ସଂଖ୍ୟାକୁ ଯିବା 6,0,0,8,3,4 6 0 0 6 0 0 8 3 4 6 0 0 8 3 4 ଏଟା କେମିତି ଲେଖିବା ତିନିଟା ପରେ ଗୋଟେ କମା ଦେବା ତାପରେ ଦୁଇଟା ସଂଖ୍ୟା ପରେ ଗୋଟେ କମା ଦେବା ତାହେଲେ 6,08,34 ହେଇଗଲା ଏଟା ଆମେ ଏମିତି ଏକୁ ପଢ଼ିବା 6,08,34 ଲେଖିଲା ବେଳେ ଲେଖିବା 6 କମା 2ଟା 0 କମା 8 3 4 ତାପରେ 7 5 6 0 0 9 ଏଠି କମା କେମିତି ଦେବା ତିନିଟା ଡାହାଣ ଆଡ଼ୁ ତିନିଟା ପରେ ଗୋଟେ କମା ଦେବା ଏଇଠି ଗୋଟେ କମା ଦେବା ତାପରେ ଦୁଇଟା ସଂଖ୍ୟା ଛାଡ଼ି ଏଇଠି ଗୋଟେ କମା ଦେବା ଏଇଟା ହେଇଗଲା 7 ଲକ୍ଷ 5ର 6 56 ଏଟାକୁ 56କୁ ଆମେ 1000 ହିସାବରେ ପଡ଼ିବା ଏଇଟା 1000 ଘର ଦ୍ୱିତୀୟ ଭାଗଟା 1000 56,000 9 7 ଲକ୍ଷ 56,009 ଏମିତି ପଡ଼ିବା 3 ନମ୍ବରକୁ ଯିବା 3 ନମ୍ବର କ'ଣ କହୁଛି ତଳେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକର ମୁଣ୍ଡଳା ଦେଇଥିବା ସ୍ଥାନର ସ୍ଥାନୀୟ ମାନ ଲେଖ ଏଇଠି କହୁଛି 2
3 5 4 7 2 3 5 6 7 3 ସ୍ଥାନୀୟ ମାନ କେତେ 3 ସ୍ଥାନୀୟ ମାନ କେମିତି କାଢ଼ିବା ଏଟା ଏକକ ଏଟା ଦଶକ ଏଟା ଶତକ ଏଟା ହଜାର ହଜାର ଜାଗାରେ ଅଛି 3000 ଜାଗାରେ ଅଛି ମାନେ 3000 3 3ଟା ଶୂନ 3000 ବା 3 3ଟା ଶୂନ ତାପରେ ଦେଇଛି 1 2 3 5 0 7 1 2 3 5 0 7 ଏଠି 1 ତଳେ 1 ଉପରେ ମୁଣ୍ଡଳା ବୁଲାଇଛି ୟାର ସ୍ଥାନୀୟ ମାନ କାଢ଼ିବାର ଅଛି କେମିତି କାଢ଼ିବା ଏଟା 1 10 ଶତ ହଜାର ଅୟୁତ ଲକ୍ଷ 1 ଲକ୍ଷ 1 ଲକ୍ଷ ମାନେ 1 ର 3 4 5 5ଟା ଶୂନ ଏଟା ହେଇଗଲା 1 ଲକ୍ଷ ଆଗକୁ ଯିବା ତାପରେ ଲେଖା ଅଛି 1 3 5 4 7 1 1 3 5 4 7 1 ଏଠି 3 ଉପରେ ମୁଣ୍ଡଳା ବୁଲା ହେଇଛି ତାହେଲେ 1 10 100 ହଜାର ଅୟୁତ 3 ଅୟୁତ ମାନେ 3 1 2 3 4 3 ଅୟୁତ 3 4ଟା ଶୂନ ତାପରେ 3 2 0 3 2 0 4 4 8 3 ଉପରେ ମୁଣ୍ଡଳା ବୁଲା ହେଇଛି ତାହେଲେ 3 ସ୍ଥାନୀୟ ମାନେ କେତେ ହେବ ଏଇଠୁ ଗଣ 1 10 100 ହଜାର ଅୟୁତ 3 ଅୟୁତ ଇଏ ବି ହେଇଯିବ 3 ଅୟୁତ ମାନେ 3 4ଟା ଶୂନ 1 1 1 1 1 1 6ଟା 1 3 3 6 1 ଉପରେ ମୁଣ୍ଡଳ ବୁଲା ହେଇଛି 1 10 100 ହଜାର ଅୟୁତ ଲକ୍ଷ 1 ଲକ୍ଷ 1 ଲକ୍ଷ ମାନେ 1 ର 1 2 3 4 5 1 ର 5ଟା ଶୂନ ତାପରେ ଏଠି ଦେଖ ଲେଖା ହେଇଛି 1 5 3 7 9 3 ଏଠି 1 ଉପରେ ବୁଲା ହେଇଛି 5 ଉପରେ ବୁଲା ହେଇଛି ଦୁଇଟାରେ ଆମ ସ୍ଥାନୀୟ ମାନ କାଢ଼ିବା ପାଇଁ ପଡ଼ିବ 1 5 3 7 9 3 1 10 100 ହଜାର ଅୟୁତ ଏଇଟା ହେଲା 5 ଅୟୁତ ମାନେ 5 ର 4ଟା ଶୂନ ତାପରେ 1 ଲକ୍ଷ ମାନେ 1 ର 5ଟା ଶୂନ 3 4 5 ଏଇଟା ହେଉଛି 1 ର ସ୍ଥାନୀୟ ମାନ ହେଉଛି 1 ଲକ୍ଷ 5 ର ସ୍ଥାନୀୟ ମାନ ହେଉଛି 5 ଅୟୁତ ଏମିତି ହେବ ତାପରେ 4 ନମ୍ବରକୁ ଯିବା 4 ନମ୍ବର କ'ଣ କହୁଛି ସଂଖ୍ୟା ଗୁଡ଼ିକୁ ବିସ୍ତାରିତ କରିକି ଲେଖ ବିସ୍ତାରିତ କରିକି ଲେଖିବା 5 6 3 4 3 2 5 6 3 4 3 2 ଏଠି ଲେଖା 1 10 100 ହଜାର ଅୟୁତ ଲକ୍ଷ 5 ଲକ୍ଷ ମାନେ 5ରେ କେତେଟା ଶୂନ ଦେଇଦେବ 3 4 5 ପ୍ଲସ୍ 6 ଅୟୁତ 6ର 4ଟା ଶୂନ ଦେଇଦେବ ପ୍ଲସ୍ 3000 3ଟା ଶୂନ ଦେଇଦେବ ପ୍ଲସ୍ 400 4ର 2ଟା ଶୂନ ଦେଇଦେବ ପ୍ଲସ୍ 3 10 30 ପ୍ଲସ୍ 2 1 2 30 ପ୍ଲସ୍ 2 ଏତିକି ହେବ ତାପରେ ସଂଖ୍ୟାକୁ ଯିବା 1 0 5 6 3 9 1 0 5 6 3 9 1 0 5 6 3 9 1 10 100 ହଜାର ଅୟୁତ ଲକ୍ଷ 1 ଲକ୍ଷ ମାନେ 1 ର 3 4 5 5ଟା ଶୂନ ତାପରେ ଶୂନ ଅୟୁତ ମାନେ ତାର କିଛି ଆଉ ସ୍ଥାନୀୟ ମାନ ନାହିଁ ଶୂନର ସ୍ଥାନୀୟ ମାନ ଏଠି ନାହିଁ କିଛି 5000 5ର 3ଟା ଶୂନ ପ୍ଲସ୍ 600 6ର 2ଟା ଶୂନ ତାପରେ 30 ପ୍ଲସ୍ 9 ତାପରକୁ ଯିବା 3 2 5 0 3 4 3 2 5 0 3 4 1 10 100 ହଜାର ଅୟୁତ ଲକ୍ଷ ଏଟା ହେଉଛି 3 ଲକ୍ଷ ମାନେ 3ର 5ଟା ଶୂନ 3 4 5 2 ଅୟୁତ ମାନେ ଏଠି ପ୍ଲସ୍ ଲଗେଇଦେବ 2 ଅୟୁତ ମାନେ 2ର 4ଟା ଶୂନ ପ୍ଲସ୍ 5000 ମାନେ 5ର 3ଟା ଶୂନ ପ୍ଲସ୍ ଶୂନ 100 30 3 10 30 ତାପରେ 4 ଲେଖିଦେବ ତାପରେ ଆଗକୁ ବଢ଼ିବା ତାପରେ କ'ଣ ଲେଖା ହେଇଛି 6 1 2 3 6 7 1 10 100 ହଜାର ଅୟୁତ ଲକ୍ଷ 6 ଲକ୍ଷ 6ର 1 2 3 4 5 ତାପରେ ଅୟୁତରେ କିଛି ନାହିଁ ଶୂନ ହଜାର କିଛି ନାହିଁ 100ରେ କିଛି ନାହିଁ ତାପରେ 67 ଷାଠିଏ 10 6 10 ମାନେ 60 ପ୍ଲସ୍ 7କୁ 7 ରଖିଦେବା ଏତିକି ହେବ ତାର ବିସ୍ତାରିତ ରୂପ ତାପରେ 8 7 5 6 0 0 8 7 5 6 0 0 1 10 100 ହଜାର ଅୟୁତ ଲକ୍ଷ 8 ଲକ୍ଷ ମାନେ 1 2 3 4 5 ତାପରେ 7 ଅୟୁତ ମାନେ 7ର 4ଟା ଶୂନ ପ୍ଲସ୍ 5000 ମାନେ 5ର 3ଟା ଶୂନ ପ୍ଲସ୍ 600 6ର 2ଟା ଶୂନ ତାପରେ 0 10 0 1 ଏଠି କିଛି ଲେଖିବା ଦରକାର ନାହିଁ ଏ ଦୁଇଟା ଏତିକି ହେବ ତାର ବିସ୍ତାରିତ ରୂପ ତାପରେ ଲାଷ୍ଟଟାକୁ ଯିବା 3 4 5 6 7 8 1 10 100 ହଜାର ଅୟୁତ ଲକ୍ଷ 3 ଲକ୍ଷ ମାନେ 3ର 1 2 3 4 5 5ଟା ଶୂନ ତାପରେ 4 ଅୟୁତ ମାନେ 4ର 4ଟା ଶୂନ ପ୍ଲସ୍ 5000 ମାନେ 5ର 3ଟା ଶୂନ ପ୍ଲସ୍ 600 6ର 2ଟା ଶୂନ ପ୍ଲସ୍ 70 ପ୍ଲସ୍ 8 ଏତିକି ହେଇଯିବ ତାର ବିସ୍ତାରିତ ରୂପ ହେଲା ଆଗକୁ ବଢ଼ିଆ
संख्या गुड़िकर संक्षिप्त रूप लेख एटा विस्तारित रूप लेखाई संक्षिप्त रूप लेखा प्रथम तो गणिदेव केमी देख केमी कर 1 2 3 4 5 6 6 अंक विशिष्ट संख्या हम ये 6टा गार पकईदेल तापर एक घर लेखि चलो एक घर के 5 10 घर 40 मान 4 जो संख्या थी तार प्रथम संख्या 300 मान 3 7 घर 7000 हजार मान 7 8 हित मान 8 2 लक्ष मान 2 2 8 7 3 4 5 यहाँ हम तापर देख कतटा संख्या अच्छे 1 2 3 4 5 6 1 2 3 4 5 6 एक घर 3 तापर ये 0 तापर 7 घर 400 मान 4 हजार घर 0 अहित घर 3 आउ लक्ष घर 9 9 3 0 4 0 3 तापर ये देख कत अच्छे 1 2 3 4 5 5 अंक विशिष्ट संख्या 1 2 3 4 5 5 अंक विशिष्ट संख्या एक घर 9 10 घर 0 7 घर 3 हजार घर 0 अहित घर 4 4 0 3 0 हो ग को जीवा केते अंक विशिष्ट संख्या देख 1 2 3 4 5 6 6 अंक विशिष्ट 6टा घर पकईदेव 3 4 5 6 एक घर 6 10 घर 50 मान 5 7 घर 400 मान 4 हजार घर 300 मान 3 तापर अहित घर 2 अहित मान 2 लक्ष घर 1 लक्ष मान 1 1 2 3 4 5 6 तापर देख ये केतटा अच्छे 1 2 3 4 5 6 6टा गार पकईदेव 3 4 5 6 0 एक घर 0 10 घर भी 0 हजार घर के 100 घर के 500 500 मान 5 हजार घर 5000 मान 5 अहित घर 5 अहित मान 5 लक्ष घर 5 लक्ष मान 5 चारिटा 5 तापर 2टा 0 एतिक है तापर को जीवा 6 नंबर को 1 लक्ष जे केते हजार 1 लक्ष तो लिखिद 1 लक्ष मान 1 2 3 4 5 5टा 0 हजार मान केते 3टा संख्या से कमा देदेव ताने केते हजार है या पूर्व जी 3टा संख्या को छाड़ी या पूर्व जी थी ये के 100 हजार ताले 100 हजार 4 अंक विशिष्ट बृहत्तम संख्या के 4 अंक विशिष्ट बृहत्तम संख्या के 4टा गार पकईदेव शब्द 9 लिखिदेव 9 9 9 9 ताने 4टा 9 6 अंक विशिष्ट क्षुद्रतम संख्या एक वियोग कले क्यों संख्याटी पाइबा 6 अंक विशिष्ट क्षुद्रतम संख्या किए 1 2 3 4 5 1 लक्ष 6 अंक विशिष्ट क्षुद्रतम संख्या 6 अंक विशिष्ट क्षुद्रतम संख्या एक वियोग कले आम जानी 5 अंक विशिष्ट बृहत्तम संख्या पाइबा 5 अंक विशिष्ट बृहत्तम संख्या किए 5टा 9 3 2 5 5टा 9 8 7 5 4 3 2 संख्यार 5 और 3 स्थानीय मान वियोगफल के प्रथम तो स्थानीय मान काढ़ा तापर वियोगफल काढ़ा प्रथम संख्याटी चल देखा संख्याटी कौन देती 8 7 5 4 3 2 एथिरे कौच 5 और 3 अंकर स्थानीय मान 5 और 3 स्थानीय मान के 30 5 स्थानीय मान के 1 10 100 हजार 5000 5000 रु 30 जीव इनको वियोग करने कही 0 0 10 रु 3 गले 7 एठी 10 पलैछि 9 1 पलैछि 4 4 9 7 0 4 9 7 0 हम यार उत्तर तापर मोर कौन कही 3 7 एटा लिभाई करवा 3 7 6 7 5 3 7 6 7 5 संख्यार 7 6 अंकर स्थानीय मान जोगफल के 7 आउ 6 ये 7 2टा जगह अच्छे 6 गोटे जगह अच्छे अंकर स्थानीय मान जोगफल के प्रथम यही 7 स्थानीय मान के 1 10 स्थानीय मान है 70 प्लस ये 6 स्थानीय मान के 600 600 6 2टा 0 प्लस ये जो 7 तार स्थानीय मान के 7000 7000 तार 600 मिसाई देव तापर 70 मिसाई देव 0 7 6 7 7 6 7 0 7670 यार उत्तर तापर 6 को जीवा 9 3 2 6 7 संख्यार 6 अंक को क्यों अंक स्थान रखिले तार स्थानीय मान पूर्व स्थानीय मानकर 10 गुणा हम प्रथम देख से कौन 6 अंक को क्यों स्थान रखिले तार पूर्व स्थानीय मान 10 गुणा हम प्रथम तो एबेकार स्थानीय मान 6 केते ये अच्छी 6 10 6 10 मान 6 स्थानीय मान केते एबेकार 6 स्थानीय मान हूँ 60 से कौन कौ जगार रखिले 10 गुण हो 10 गुण मान 600 हो 6टा कौ स्थान रही 600 हो 2 जगार रही 600 हो 2टा हूँ शतकर स्थान तेना 2 जगार रखिदे 600 हो खाली स्थान पूरण कर कौन कही खाली स्थान रे एक अंक विशिष्ट संख्याटी केउंटी आरंभ केउंटी शेष 1 रु आरंभ 9 रे शेष क्षुद्रतम संख्या होची 1 बृहत्तम संख्या होची 9 2 अंक विशिष्ट संख्या केते 10 रु आरंभ 69 रे शेष
ক্ষুদ্রতম সংখ্যা 10, বৃহত্তম সংখ্যা 99। সেভাবে 3 অঙ্ক বিশিষ্ট সংখ্যাটি কোଉଠୁ 100 ରୁ ଆରମ୍ଭ କରିବ କୋଉଠି ବୃହତ୍ତମ ସଂଖ୍ୟା 3ଟା 9, ক্ষুদ্রতম ସଂଖ୍ୟା 100, বৃহত্তম ସଂଖ୍ୟା 3টা 9। 4 ଅଙ୍କ ବିଶିଷ୍ଟ ସଂଖ୍ୟା ସେଭଳିଆ କୋଉଠୁ ଆରମ୍ଭ 1 ର 3ଟା ଶୂନ 4 ସରିବ କୋଉଠି 4ଟା 9। ତାହେଲେ 4 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା ହେଉଛି 1 ର 3ଟା ଶୂନ, 1 ର 3ଟା ଶୂନ ହେଉଛି 1000 ହେଉଛି 4 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା, ଆଉ ବୃହତ୍ତମ ସଂଖ୍ୟା ହେଉଛି 4ଟା 9। ସେଭଳିଆ 5 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା ହେଉଛି 1 ର 4ଟା ଶୂନ, ଆଉ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 5ଟା 9। 6 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା ହେଉଛି 1 ର 5ଟା ଶୂନ ବା 1 ଲକ୍ଷ। 6 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା ନା ବୃହତ୍ତମ ସଂଖ୍ୟା ହେଉଛି 6ଟା 9, 3, 4, 5, 6, 6ଟା 9। ଏବେ କ'ଣ କହୁଛି କେତୋଟି ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି? କେତୋଟି ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି ଆମେ ଜାଣିଛନ୍ତି 1 ରୁ 9, 9ଟି। ଯଦି 0କୁ ମିଶାଇ ଦେବ ତାହେଲେ 10ଟି ହେବ, 0 ପ୍ରାୟତଃ ମିଶାନ୍ତିନି, ତ 9ଟି ହେବ। 9ଟି ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି 9ଟି। 2 ଅଙ୍କ ବିଶିଷ୍ଟ ସଂଖ୍ୟା କେତୋଟି ଅଛି? 2 ଅଙ୍କ ବିଶିଷ୍ଟ ସଂଖ୍ୟା କେତେରୁ ଆରମ୍ଭ? 2 ଅଙ୍କ ବିଶିଷ୍ଟ ନିମ୍ନତମ ସଂଖ୍ୟା ହେଉଛି ক্ষুদ্রতମ ସଂଖ୍ୟା ହେଉଛି 10, 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 99। ତାହେଲେ କେତେଟା ସଂଖ୍ୟା ଅଛି ନା 99 - 10 କେତେ ହେଲା 99। ତା ସହିତ 1 ମିଶାଇ ଦେବ, 10କୁ 1 ମିଶାଇ ଦେବ, 90ଟା ଅଛି। ସେଇଭଳିଆ 3 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି କେମିତି କାଢ଼ିବ? 3 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି ଫର୍ମୁଲା ପକାଇଦେବ। 3 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି କାଢ଼ିବା ଫର୍ମୁଲା କ'ଣ ନା 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ 9, 9, 9। 3 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା କେତେ 100। ଯେତିକି ବାହାରିବ ତା ଦେହରେ 1 ମିଶାଇ ଦେବ। ଇଏ କେତେ ବାହାରିଲା 9କୁ 9, 9କୁ 9, 899 ପ୍ଲସ୍ 1, 899 ପ୍ଲସ୍ 1 କେତେ 900। ତାହେଲେ 3 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି 900। ସେଭଳିଆ 4 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି କ'ଣ କରିବ? 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 4ଟା 9। 4 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା କେତେ 1 ର 3ଟା ଶୂନ ଫେଡ଼େ ଦେବ। 9କୁ 9, 9କୁ 9, 9କୁ 9, 8, 8999 ପ୍ଲସ୍ 1 ଯୋଡ଼ି ଦେବ କେତେ ହେଇଗଲା 9000। ସେଇଭଳିଆ 5 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି କେମିତି କରିବ? 5 ଅଙ୍କ ବିଶିଷ୍ଟ କେମିତି? 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ 5ଟା 9, 3, 4, 5, 5ଟା 9। 5 ଅଙ୍କ ক্ষুদ্রতମ ସଂଖ୍ୟା କେତେ 1, 2, 3, 4, 5, 1 ର 4ଟା ଶୂନ ତାକୁ ଫେଡ଼େ ଦେବ, ଯେତିକି ଆସିବ ତା ସହିତ 1 ମିଶାଇ ଦେବ। 6 ଅଙ୍କ ବିଶିଷ୍ଟ ସେଇଭଳିଆ କେତୋଟି 6 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି? 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ 6ଟା 9, 3, 4, 5, 6। ତା ସହିତ ତାଥିରୁ 6 ଅଙ୍କ ବିଶିଷ୍ଟ ক্ষুদ্রতମ ସଂଖ୍ୟା କେତେ 1 ର 5ଟା ଶୂନ 3, 4, 5 ଫେଡ଼େ ଦେବ, ଯେତିକି ଆସିବ ତା ସହିତ 1 ମିଶାଇ ଦେବ, ଯାହା ହେବ ସେତିକି। ପ୍ରତ୍ୟେକଟି ଆବାକସ୍ ପାଇଁ ଉଦ୍ଦିଷ୍ଟ ସଂଖ୍ୟା ଗୁଡ଼ିକର ଗାରଟାଣି ଯୋଡ଼ ଦେଖ ଏଇଠି ଦେଇଛି, ଏଇଠି 6ଟା ଆବାକସ୍ ଦେଇଛି ଆଉ ଏଇ 6ଟା ସଂଖ୍ୟା ଦେଇଛି। ଏଇ ଆବାକସ୍ଟା କେଉଁ ସଂଖ୍ୟା ସହିତ ଯୋଡ଼ି ହେବ ଦେଖିବା। ପ୍ରଥମେ ଏଠି କେମିତି ଜାଣିବା? ଏଟା 2, ଏଠି 2 ଅଛି, ଏଠି 1 ଅଛି, ଏଠି 1 ଅଛି, ଏଠି 3 ଅଛି, ଏଠି 2 ଅଛି, ଏଠି 2 ଅଛି, ଏଠି 3 ଅଛି। 3, 2, 3, 1, 1, 2, 3, 2, 3, 1, 1, 2 ଏଇ ତ ଏଇ ସଂଖ୍ୟାଟି ୟା ସହିତ ଯୋଡ଼ିଦେବା ଆମେ। ତାପରେ ଦେଖ 2, 1, 3, 3, 1, 2, 2, 1, 3, 3, 1, 2, 2, 1, 3, 3, 1, 2 ଏଇଠି ଅଛି। ତାହେଲେ ଏଟାକୁ ଏଇଠି ଯୋଡ଼ିଦେବା ଖକୁ। ଗକୁ ଦେଖିବା 3, 2, 1, 3, 2, 1, 1, 2, 3, 1, 2, 3 କେଉଁଠି ଅଛି 1, 2, 3, 1, 2, 3 ଏଇଠି ଅଛି। ତାହେଲେ ଗକୁ ୟା ସହିତ ଯୋଡ଼ିଦେବା 1, 2, 3, 1, 2, 3। ତାପରେ ଘକୁ ଦେଖିବା କେତେ ଅଛି 2, 2, 1, 3, 1, 3, 3, 1, 3, 1, 2, 2, 3, 1, 3, 1, 2, 2 ଏଇଠି ଅଛି, ୟା ସହିତ ଯୋଡ଼ିଦେବା। ତାପରେ ରହିଲା 3, 2, 1, 1, 2, 3, 3, 2, 1, 1, 2, 3, 3, 2, 1, 1, 2, 3 ଏଇଠି ଅଛି। ତାପରେ 2, 2, 1, 1, 3, 3, 3, 3, 1, 1, 2, 2 କେଉଁଠି ଅଛି ଏଇଠି ଅଛି। ତାହେଲେ ଏଇଠି ଯୋଡ଼ିଦେବା। ଏବେ କ'ଣ କହୁଛି 6ଟି କାଟିଥିବା ଆବାକସ୍ ଚିତ୍ର ଅଙ୍କନ କରି ନିମ୍ନଲିଖିତ ସଂଖ୍ୟା ଗୁଡ଼ିକୁ ଦର୍ଶା। ସେ କହୁଛି କରିବାକୁ ଏଇଭଳିଆ ଗୋଟେ ଗାର ପକାଇଦେବା। ସେଠି 6ଟା ପକାଇଦେବା 1, 2, 3, 4, 5, 6, 5, 0, 0, 3ଟା 0, 7, 2 ଏଇଠି 5ଟା ରହିବ 0, 0, 0, 7, 2 ଏଠି 2ଟା ଦେଖ 1, 2 ଏଭଳିଆ କରିଦେବ। ଏଠି 7ଟା 1, 2, 3, 4, 5, 6, 7 ଏଠି କିଛି ରଖିବା ଦରକାର ନାହିଁ।
ଏଠି ହେଉଛି 5ଟା 1 2 3 4 5 ହେଲା, ଏଇଟା ହେଇଯିବ। ତାପରେ ଖର କ'ଣ 2 1 2 0 ପୁଣି ଆଉ ଗୋଟେ ଗାର ପକାଇଦେବ। ଏଠି କେତେଟା 6 1 2 3 4 5 6 1 2 0 3 5 0 ଏଠି କିଛି ରହିବା ଦରକାର ନାହିଁ। ଏଠି 5 1 2 3 4 5 1 2 3 1 2 1 ଏମିତି କରିବ। ତାପରେ 8 5 2 ତାମାନେ 6ଟା କର 1 2 3 4 5 6 ଏଠି ଦେଇଛି 8 5 2 ମାନେ ଏଠି ସବୁ ଶୂନ କିଛି କରିବା ଦରକାର ନାହିଁ। ଏଇଠି 8ଟା 1 2 3 4 5 6 7 8 ତାପରେ 5ଟା 1 2 3 4 5 ତାପରେ 2 1 2 ଏମିତି କରିଦେବ। ତାପରେ ଘ କ'ଣ କହିଛି 1 2 3 4 5 6 କରିଦେଲ। 4 5 3 7 9 4 5 3 7 4 5 3 7 9 1 2 3 4 5 6 4 5 3 7 9 ଏଠି 9ଟା ରହିବ 1 2 3 4 5 6 7 8 9 ତାପରେ ଏଠି 7ଟା 1 2 3 4 5 6 7 ଏଠି 3ଟା 1 2 3 5ଟା 1 2 3 4 5 4ଟା 1 2 3 4 ଏତିକି ରହିବ। ତାର ଉଁରେ କ'ଣ ହେଉଛି 6ଟା 1 2 3 4 5 6 6ଟା ମାନେ ଏଠି ରହିଲା 2 ଆଉ ଏଠି କିଛି ରହିବନି, ଏତିକି ରହିବ 2 0 0 0 0 0 ଏତିକି ରହିବ ଏଟା। ନବୋଦୟ ପ୍ରଶ୍ନପତ୍ର ଏବେ କରିବା। 2025ର 51 ନମ୍ବର କ୍ୱେଶ୍ଚନ କ'ଣ ଆସିଛି 4 2 0 7 ଅଙ୍କକୁ ବ୍ୟବହାର କରି 4 ଅଙ୍କ ବିଶିଷ୍ଟ ବୃହତ୍ତମ ଏବଂ କ୍ଷୁଦ୍ରତମ ସଂଖ୍ୟାର ଅନ୍ତର ନିରୂପଣ କର। କ'ଣ କହୁଛି ନା ଆମକୁ ଦେଇଛି 4 2 0 7 4 2 0 7 ଏକୁ ନେଇକି ଆମେ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିବା। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଆଉ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଲେଖିବା। ଆମେ କେମିତି ଲେଖନ୍ତି ଆମେ ପ୍ରଥମେ 4ଟା ଗାର ପକାଇଦେବା। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ପାଇଁ ହେଲେ ସବୁଠାରୁ ବଡ଼ଟାକୁ ଆମକୁ ଏଠି ଲେଖିବା ପାଇଁ ପଡ଼ିବ। ତାଙ୍କ ଭିତରେ ସବୁଠାରୁ ବଡ଼ କିଏ 7 ତାପରେ ବଡ଼ କିଏ 4 ତାପରେ 2 ତାପରେ 0 ଏଇଟା ହେଉଛି 4 2 0 7କୁ ନେଇକି 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ସେଭଳିଆ କ୍ଷୁଦ୍ରତମ ସଂଖ୍ୟା ପାଇଁ କ'ଣ କରିବା ପାଇଁ ପଡ଼ିବ କ୍ଷୁଦ୍ରତମ ସଂଖ୍ୟାଙ୍କ ଭିତରୁ କିଏ ପ୍ରଥମେ କ୍ଷୁଦ୍ର 0 କିନ୍ତୁ ଏଠି ଲେଖିପାରିବାନି 0ଟା ଲେଖିଦେଲେ କ'ଣ ହେବ ଏ 3 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଯିବ। ମୁଁ ସବୁବେଳେ ସେଟା କହି 0 ଲେଖିବନି। ତାଠାରୁ ଶୂନ କିଏ 2ରୁ ଆରମ୍ଭ କରିବା ତାପରେ 0 ଲେଖିଦେବ ତାପରେ ଛୋଟ କିଏ 4 ତାପରେ ଛୋଟ କିଏ 7 ଏତିକି। ଏବେ କହୁଛି 4 2 0 7 ଅଙ୍କକୁ ବ୍ୟବହାର କରି 4 ଅଙ୍କ ବିଶିଷ୍ଟ ବୃହତ୍ତମ କ୍ଷୁଦ୍ରତମ ସଂଖ୍ୟାର ଅନ୍ତର ନିରୂପଣ କର। ଏବେ ଅଙ୍କ ଭିତରେ ବିୟୋଗ କରିଦେବା। 10ରୁ 7 ଗଲେ 3 ଏଠୁ କେତେ ରହିଲା 2ରୁ 1 ପଳେଇଛି 1 1ରୁ 4 ଯାଇପାରିବନି 11 11ରୁ 4 ଗଲେ 7 ଏଠି ରହିଲା 3 3ରୁ 0 ଗଲେ 3 ଏଠି ରହିଲା 7ରୁ 2 ଗଲେ 5 5 3 7 3 5 3 7 3 ଏଇଟା ଉତ୍ତର ହେଇଯିବ। ଆଉ ଗୋଟେ ପ୍ରଶ୍ନକୁ ଯିବା 2024ର 43 ନମ୍ବର କ୍ୱେଶ୍ଚନ 9 6 0କୁ ନେଇ ଗଠିତ 3 ଅଙ୍କ ବିଶିଷ୍ଟ ବୃହତ୍ତମ ଓ ନିମ୍ନତମ ସଂଖ୍ୟା ଦୁଟିର ଗୁଣନଫଳ କେତେ 9 6 0 9 6 0କୁ ନେଇକି 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କ'ଣ ବୃହତ୍ତମ ସଂଖ୍ୟା ମାନେ ସବୁଠାରୁ ବଡ଼ ପ୍ରଥମେ ଲେଖିବା ଅଙ୍କ ଭିତରେ ସବୁଠାରୁ ବଡ଼ କିଏ 9 ତାଠାରୁ ଟିକେ ବଡ଼ କିଏ 6 ତାଠାରୁ ସାନ 0 ଆଉ କ୍ଷୁଦ୍ରତମ ସଂଖ୍ୟା କିଏ କ୍ଷୁଦ୍ରତମ ସଂଖ୍ୟା ମାନେ ଛୋଟରୁ ଆରମ୍ଭ କରିବା 0ରୁ ଆରମ୍ଭ କରିପାରିବେନି କାରଣ 0ରୁ ଆରମ୍ଭ କଲେ ଇଏ 2 ଅଙ୍କ ବିଶିଷ୍ଟ ହେଇଯିବ। ତ ପ୍ରଥମେ ତାଠାରୁ ଟିକେ ବଡ଼ କିଏ 6 ତାପରେ 0 ଲେଖିବା ତାପରେ 9 ଲେଖିବା 6 0 9 ଏ ଦୁଇଟାକୁ ଗୁଣିଦେବ। ଏହାର ଉତ୍ତର ହେଇଗଲା 5 8 4 6 4 0 5 8 4 6 4 0 ଏଇଟା ଉତ୍ତର ହେଇଯିବ। ତାପରେ କ'ଣ କହିଛି ଦେଖ 58 ନମ୍ବରରେ ଏ କାହା ସହ ସମାନ ଏଟା କେତେ ଅଙ୍କ ବିଶିଷ୍ଟ ସଂଖ୍ୟା ଏଟା 1 2 3 4 5 5 ଅଙ୍କ ବିଶିଷ୍ଟ ସଂଖ୍ୟା। ଆମେ କ'ଣ କରନ୍ତି ଆମେ ପ୍ରଥମେ ଡାହାଣ ପଟରୁ ଯିବା 3ଟାକୁ ପ୍ରଥମ ଭାଗ କୁହାଯାଏ। ପ୍ରଥମ ଭାଗ ପରେ କମା ଦେଇଦେବା ପ୍ରଥମ ଭାଗ ପରେ କମା ଦେଇଦେବା 30 ପରେ କମା ଦେଇଦେବା ତାକୁ ଏଗୁଡ଼ା କେମିତି ଲେଖିବା 30 କମା 0 0 9 ଏଟାକୁ ଆମେ କେମିତି ପଢ଼ିବା 3ଟା ସଂଖ୍ୟା ଏଠି ଅଛି ମାନେ ଏଟା ହେଉଛି ଏଟା 1000 ସଂଖ୍ୟା 1000 ତାହେଲେ ଏଠି 30 ଅଛି ମାନେ 30,000 ହେଇଯିବ 0 0 9 ମାନେ 9 30,000 ଯେ କେତେ 30କୁ ଆମେ କହିବା 3 10 3 10 1000 9 ଏକକ ଏଟା 3 10 30 ମାନେ 3 10 ଏଟା ଦେଖ 3 10 30 ହେଇଗଲା 30,000 1000 9 ଏକକ 9 ଏକକ ଏଇଟା ତାର ଉତ୍ତର ହେଇଯିବ ସି। ନବୋଦୟ 2023ର କ'ଣ ପ୍ରଶ୍ନ ଅଛି ଦେଖିବା 5555କୁ ସଂଖ୍ୟାରେ ଲେଖ 5555 ଏମିତି କରନ୍ତି 1 10 100 1000 5000 ଏଇଠି 5 ଲେଖିଦେବା 500 ଏଇଠି 5 ଲେଖିଦେବା 55 ମାନେ 5 5 ତାହେଲେ 4ଟା 5 କୋଉଠି ଅଛି ଏଇଠି। 54 କ'ଣ କହିଛି 9 7 0 4କୁ ବ୍ୟବହାର କରି ଗଠନ କରାଯାଇଥିବା 4 ଅଙ୍କ ବିଶିଷ୍ଟ ବୃହତ୍ତମ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ବ୍ୟବଧାନ କେତେ 9 7 0 4 ଏକୁ ନେଇକି ଯଦି ବୃହତ୍ତମ ସଂଖ୍ୟା ଲେଖିବା କେମିତି ଲେଖିବା ପ୍ରଥମେ ବଡ଼ 9 ଲେଖିବା ତାପରେ 7 ଲେଖିବା ତାପରେ 4 ଲେଖିବା ତାପରେ 0 ଲେଖିବା
ଏକ କ୍ଷୁଦ୍ରତମ ସଂଖ୍ୟା ମାନେ କେତେରୁ ଆରମ୍ଭ କରିବା? ଶୂନରୁ ଆରମ୍ଭ କରିବା କି? ନା କରିପାରିବାନି, କାରଣ ଶୂନରୁ ଆରମ୍ଭ କଲେ ଇଏ ହେଇଯିବ 3 ଏକ ବିଷ୍ଟ, ସେଥିପାଇଁ 4ରୁ ଆରମ୍ଭ କରିବା। 4 0 ତାପରେ 7 ତାପରେ 9। ବୃହତ୍ତମ ସଂଖ୍ୟା ପାଇଁ ହେଲେ ବଡ଼ରୁ ଆରମ୍ଭ କରିକି ଧୀରେ ଧୀରେ କମେଇ ଯିବ। ଏଠି ଛୋଟରୁ ଆରମ୍ଭ କରିକି ଧୀରେ ଧୀରେ ବଢ଼େଇ ଯିବ, କିନ୍ତୁ ପ୍ରଥମ ସଂଖ୍ୟା କେବେ ତମର ଶୂନ ହେଇପାରିବନି। ଏବେ ଦେଖ 10ରୁ 9 ଗଲେ 1, ଏଠି 4, 4ରୁ 1 ପଳେ 3, 1 10 ଗଲେ 13, 13ରୁ 7 ଗଲେ 6, ଏଠି 6, ଏଠି 9ରୁ 4 ଗଲେ 5, 5 6 6 1, ଏଇଟା ହେଇଯିବ ଉତ୍ତର, ଡି ହେଇଯିବ ଉତ୍ତର। ଏବେ ଆଦର୍ଶ ପ୍ରଶ୍ନ ଉତ୍ତର ହେଉଥିବା 2024ର 19 ନମ୍ବରରେ ପଡ଼ିଥିଲା କ'ଣ? 9 ଅୟୁତ 70କୁ ସଂଖ୍ୟାରେ ଲେଖିଲେ କ'ଣ ହବ? 9 ଅୟୁତ ମାନେ 5 ଅଙ୍କ ବିଶିଷ୍ଟ ସଂଖ୍ୟା, 1 2 3 4 5, 5ଟା ଗାର ପକେଇଦବ। 9 ଅୟୁତ 9 ଏଇଠି ଲେଖିଦେଲ। ତାପରେ 1000 ଶୂନ, 100 ଶୂନ, ତାପରେ 70 7ର ଶୂନ, 9 0 0 7 0, 9 2ଟା 0 7 0 କୋଉଠି ଅଛି? ଏଇଟା ହେଇଯିବ ଉତ୍ତର ବି। ଆଦର୍ଶ ପ୍ରଶ୍ନ ଉତ୍ତର 2023ରେ କ'ଣ ପଡ଼ିଥିଲା? 3 ଅୟୁତ 4560 ସହ 3 ଅୟୁତ 409 ଯୋଗ କଲେ କେତେ ହବ? ତା ଲେଖ। ଅୟୁତ ମାନେ 5 ଅଙ୍କ ବିଶିଷ୍ଟ ସଂଖ୍ୟା, ଆମେ ଏଠି ଗାର ପକେଇଦବା 1 2 3 4 5। ଫାଷ୍ଟ ସଂଖ୍ୟାଟା ଲେଖିଦବା 3 ଅୟୁତ, ଏଠି 3 ରହିଲା, 4000 ଏଠି 4, 500 ଏଠି 5, 3 4 5, ତାର 60 60, 3 4 5 60, ଏଟା ହେଇଗଲା ଫାଷ୍ଟ ସଂଖ୍ୟାଟା। ଯୋଗ କରିବା କେତେ? 4 3 ଅୟୁତ 400, 3 ଅୟୁତ 1000 ଜାଗାରେ କିଛି ନାହିଁ, 400 100 ଜାଗାରେ 4, 9 ଯୋଗ କଲେ 10,000 କିଛି ନାହିଁ, 0 ଏଠି 9, ତାହେଲେ 3 4 5 6 0 ଜାଗାରେ 3 0 4 0 9 ଯୋଗ କରିବା। 9କୁ 9, 6କୁ 6, 5 4 9, 4କୁ 4, 3 3 6, 6 4 9 6 9 କୋଉଠି ଅଛି? ଏଇଠି ଅଛି, 6 4 9 6 9। 18 ନମ୍ବର ଉତ୍ତର ହେଇଯିବ ଏ। 2023ର ଆଦର୍ଶରେ ଆସିଥିବା 19 ନମ୍ବର କୋଶ୍ଚିନ୍କୁ ଯିବା। 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଓ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାର ଅନ୍ତର କେତେ? 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 5ଟା 9, ଆମେ ପଢ଼ିଛନ୍ତି 3 4 5 9। 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ? 1 ଲକ୍ଷ, 1ର 5ଟା 0 2 3। ତାହେଲେ ଆମେ ଜାଣିଛନ୍ତି 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ମିଶାଇଲେ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ମିଳେ, ତାହେଲେ ଏଙ୍କ ଅନ୍ତର ହେଇଯିବ 1, ସି ହେଇଯିବ ଉତ୍ତର। 2021ରେ ଆସିଥିଲା ଆଦର୍ଶ ପ୍ରଶ୍ନପତ୍ର କ'ଣ ଦେଖ? 0 7 9 ପ୍ରୟୋଗରେ କେତୋଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କରିହେବ? ଦେଖ 0 7 9, ପ୍ରଥମେ 7 ରଖିଦେବା, 7 0 9 ଇଏ ଗୋଟେ ହେଇଗଲା, ତାପରେ 9 0 7 ଇଏ ଗୋଟେ ହେଇଗଲା, 0କୁ ତ ଫାଷ୍ଟ ରଖିପାରିବାନି, ଆଉ କେତେ ହେଇପାରିବ? 9 7 0 ଇଏ ଗୋଟେ ହେଇଯିବ, 7 9 0 ଇଏ ଗୋଟେ ହେଇଯିବ, ଆଉ ହେଇପାରିବ କି? ତାହେଲେ 4ଟି ହବ। ଆଉ ଗୋଟେ ପ୍ରଶ୍ନ ଦେଖିବା 2021ର 18 ନମ୍ବର ପ୍ରଶ୍ନ ଆସିଥିଲା। 4 5 3 7 ସଂଖ୍ୟାରେ 3 ଅଙ୍କର ସ୍ଥାନୀୟ ମାନ ଓ ସାଂଖ୍ୟିକ ମାନର ପ୍ରଭେଦ କେତେ ହବ? ଏଠି ଯୋଉ 3 ସ୍ଥାନୀୟ ମାନ କେତେ? 1 10, ସ୍ଥାନୀୟ ମାନ ହଉଛି 30, ସାଂଖ୍ୟିକ ମାନ କେତେ? ସାଂଖ୍ୟିକ ମାନ ମାନେ ସଂଖ୍ୟା କେତେ? 3, 30ରୁ 3 ଗଲେ କେତେ ହବ? 27, ଏ ଉତ୍ତର ହେଇଯିବ 27।